ନମସ୍କାର ସାଙ୍ଗମାନେ, ମୋ ଚ୍ୟାନେଲକୁ ଆପଣମାନଙ୍କୁ ହୃଦୟରୁ ସ୍ୱାଗତ। ପଖାଳ, ଯାହା କେବଳ ଭାତ ଆଉ ପାଣି ନୁହେଁ, କିନ୍ତୁ ଆମ ଓଡ଼ିଆ ଜୀବନର ଗୋଟେ ଅଭିନ୍ନ ଅଂଶ। ଏଇ ପଖାଳ ସହ ଯୋଡ଼ି ହେଇଛି ଆମ ପିଲାଦିନର ହସ, ବୋଉର ହାତ ରନ୍ଧା ଆଉ ଘରର ସେହି ସୁଖ। ଆଜିର ଭିଡ଼ିଓରେ ମୁଁ ସେହି ସ୍ମୃତିକୁ ପୁଣି ଥରେ ଯିବି। ପଖାଳ, ବିନ୍ସ ଆଳୁ ବେସର ଭଜା, ମାଛ। ପଖାଳ ଗୋଟେ ନୂଆ ଖାଦ୍ୟ ନୁହେଁ, ଏ ତ ହଜାର ହଜାର ବର୍ଷ ପୂର୍ବରୁ ଆମ ପୂର୍ବଜମାନଙ୍କ ଜୀବନର ଗୋଟେ ଅଂଶ ଥିଲା। କୃଷକ ଲୋକମାନେ ଯେବେ କ୍ଷେତରୁ ଆସୁଥିଲେ, ଗରମ ଦିନ ହେଉ ବା ଥଣ୍ଡା, ତାଙ୍କୁ ଭୋକ ପରେ ପଖାଳ ତାଙ୍କ ପାଇଁ ଗୋଟେ ସରଳ, ଥଣ୍ଡା ଆଉ ଶକ୍ତିଦାୟକ ଖାଦ୍ୟ ଥିଲା। କିଏ ପଖାଳ ଇନଭେଣ୍ଟ କରିଥିଲା ସେ କଥା ହିଷ୍ଟ୍ରିରେ ତ ଲେଖା ନାହିଁ, କିନ୍ତୁ ଏହା ନିଶ୍ଚିନ୍ତ ଯେ ପଖାଳ ପ୍ରକୃତି ସହ ଯୋଡ଼ି ହେଇଥିବା ଗୋଟେ ଓଡ଼ିଆ ବୁଢ଼ୀ ଅସୁରୁଣୀର ଗପ ଭଳି। ଗରମ ଦିନରେ ଭାତ ପାଣିରେ ଭିଜି ରହିଲେ ସେ ନିଜେ ଫର୍ମେଣ୍ଟ ହେଇଯାଏ, ଆଉ ସେହିଠାରୁ ଜନ୍ମ ନେଇଛି ଏହି ପଖାଳ। ଆଜି ବିଜ୍ଞାନ କହୁଛି ପଖାଳ ଗୋଟେ ତ ଫର୍ମେଣ୍ଟେଡ ଫୁଡ, ହେଲେ ଆପଣମାନେ ଜାଣିଛନ୍ତି ପେଟରେ ଭଲ ବ୍ୟାକ୍ଟେରିଆ ବଢ଼େ ଆଉ ଡାଇଜେସନ ବି ଭଲ ହୁଏ, ଆଉ ଇମ୍ୟୁନିଟିକୁ ବି ଏ ସାହାଯ୍ୟ କରେ। ଆଉ ରିସର୍ଚ୍ଚ ବି କହୁଛି କି ପଖାଳ ବଡିକୁ ଥଣ୍ଡା ରଖେ ଆଉ ଡିହାଇଡ୍ରେସନକୁ ବି ରୋକେ, ଆଉ ଗରମ ଦିନରେ ବହୁତ ଶକ୍ତି ଯୋଗାଏ। ଆମ ବୋଉ ମା ମାନେ ସାଇନ୍ସ ତ ଜାଣିନଥିଲେ, କିନ୍ତୁ ତାଙ୍କ ଅନୁଭବଟା ସାଇନ୍ସ ହିଁ ଥିଲା। ପଖାଳରେ ଥିବା ଭାତରୁ ମିଳେ ଆମକୁ ଶ୍ୱେତସାର ଆଉ ଭାଇଟାମିନ୍ ବି କମ୍ପ୍ଲେକ୍ସ, ଯୋଉଟା କି ନର୍ଭସ ସିଷ୍ଟମ ଆଉ ମେଟାବୋଲିଜିମ୍ ପାଇଁ ବି ଭଲ। ଆଉ ଏବେ ମୋ ପିଲାଦିନର ଗୋଟେ କାହାଣୀ କହୁଛି। ଯେବେ ଛୋଟ ଥିଲୁ କିମ୍ବା ହାଇସ୍କୁଲରେ ପଢୁଥିଲୁ, ସେତେବେଳେ ଆମେ 10ଟା 9:30 ଭିତରେ ଟ୍ୟୁସନରୁ ଫେରି ଆସୁଥିଲୁ। ଆସିଲା ମାନେ ବୋଉ ଶୁଖୁଆ, ମାଛ ଭଜା, ପଖାଳ ସବୁ କରିକି ରେଡି କରିଦେଇଥିବ, କିନ୍ତୁ ଶାଗଟା ଭାଜି ନଥିବ। କାହିଁକି ନା ସେ ଜାଣିଛି ଗରମ ଶାଗ, ରସୁଣ ଛୁଙ୍କ, ତା ସାଙ୍ଗରେ ଭାତ ଅଲଗା ପ୍ରକାରର ମଜା ଥାଏ। ସେଥିପାଇଁ ବୋଉ ଶାଗ ଧୋଇ ବାଛି କାଟି ସବୁ ରେଡି କରିଦେଇଥିବ। ଆମେ ଘରକୁ ପହଞ୍ଚିବା ମାତ୍ରେ ଡାକ ପକେଇବ, ଯାଅ ଜଲ୍ଦି ଗାଧେଇକି ଆସିବ। ଆମେ ଗାଧେଇ ପାଧେଇ ସ୍କୁଲ ୟୁନିଫର୍ମ ପିନ୍ଧି ରେଡି ହେଇକି ବସି ଯାଉଥିଲୁ ପଖାଳ ଖାଇବା ପାଇଁ। ସେହି ସମୟରେ ବୋଉ ଶାଗକୁ ଚୁଲି ଉପରେ ପକଉଥିଲା, ଆଉ ରସୁଣ ସହ ଶାଗ ଭଜା ଗରମ ଗରମ, ସେ ସ୍ୱାଦ ତ ଅନ୍ୟ ପ୍ରକାରର ମଜା। ଖାଇବାରେ ଟିକେ ଡେରି ହେଲେ ବୋଉ ଧାଇଁ କରି ଆସୁଥିଲା, ଗାଳି ତା ସାଙ୍ଗରେ ବଡ ବଡ ଗୁଣ୍ଡାର ପଖାଳ। କାହିଁ କେଜାଣି ଭାରି ମିଠା ଲାଗେ। ଆଜି ବି ଭାବିଥାଏ ସେ ପଖାଳରେ କଣ ଏମିତି ବୋଉ ଆଡ୍ କରୁଥିଲା କି? ନା ସେ ସ୍ୱାଦଟା କେବଳ ବୋଉ ହାତ ରନ୍ଧାରେ ହିଁ ଥିଲା। ଆଜି ସିନା ଫ୍ୟାମିଲି ଠାରୁ ବହୁତ ଦୂରରେ, ହେଲେ ସେହି ପଖାଳ ଆଉ ବୋଉର ହାତ ରନ୍ଧା ପୁରା ଭାବେ ତ ଡୁପ୍ଲିକେଟ କରିପାରୁନି, ହେଲେ ମୁଁ ଚେଷ୍ଟା ଜାରି ରଖିଛି ମୋ ଫ୍ୟାମିଲିକୁ ବି ସେହି ସ୍ୱାଦରୁ ଗୋଟେ ଛୋଟ ଅନୁଭବ ଦେବାକୁ। ଆଜିର ପଖାଳ ତ ଆପଣମାନେ ଦେଖିଥିବେ, ମୁଁ ବିନ୍ସ ଆଳୁ ବେସର ଭଜା, ମାଛ ମସଲା ଭଜା ଆଉ ଆମ୍ବର ଗହଳରେ ଗୋଟେ ଛୋଟ କଂସାଟେ ବାଢିଥିଲି। ଏଇ ଥାଳିରେ ମୁଁ ଖୋଜୁଛି ପିଲାଦିନର ସେହି ସ୍ମୃତି, ବୋଉ, ଘର ଆଉ ପଖାଳର ସେହି ସୁଖ। ପଖାଳ କେବଳ ଖାଦ୍ୟ ନୁହେଁ ସାଙ୍ଗମାନେ, ଏ ତ ଆମ ଓଡ଼ିଆ ପରମ୍ପରାର ଗୋଟେ ପରିଚୟ। ଆପଣଙ୍କ ଘରେ ପଖାଳର କାହାଣୀ କଣ କମେଣ୍ଟରେ ସେୟାର କରନ୍ତୁ। ଆପଣଙ୍କୁ ଯଦି ଏହି ପଖାଳ ରେସିପିଟି ଦେଖିବାକୁ ଚାହାନ୍ତି କି ଜାଣିବାକୁ ଚାହାନ୍ତି, ଦୟାକରି ଆପଣ କମେଣ୍ଟରେ ପଖାଳ ରେସିପି ଲେଖି ଜଣାନ୍ତୁ। ମୁଁ ନିଶ୍ଚିନ୍ତ ଚେଷ୍ଟା କରିବି ଏହି ରେସିପି ଆଉ ଏକ ଭିଡ଼ିଓରେ ଆଣିବାକୁ। ହଁ, ଏହି କାହାଣୀ ଯଦି ଆପଣମାନଙ୍କୁ ଭଲ ଲାଗିଲା, ମୋ ଚ୍ୟାନେଲକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁନି। ଧନ୍ୟବାଦ।